ଭାରତରେ କିଛି ଏମିତି ଦୋଗଲା ନୀତି ଲୋକ ଅଛନ୍ତି, ସେ ଶଳାମାନଙ୍କୁ ମୁଁ କହି ରଖୁଛି ପଦେ, ତମାନେ ଯଦି ଭାରତରେ ରହିବ, ଭାରତରେ ଖାଇବ, ଭାରତର ଗୁଣଗାନ ନ କରିପାରିବ, କିନ୍ତୁ ନାଜାଜ ବା ପାକିସ୍ତାନର ଗୁଣଗାନ କରିପାରିବ, ତାହେଲେ ଆମେ ଏଠି ପର୍ଟିକୁଲାର ଇସ୍ରାଏଲକି ସମର୍ଥନ କରିପାରିବୁ। କାହିଁକିନା ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଯେଉଁ କଥା କହିଥାନ୍ତି, ଜୟ ଭାରତ ଜୟ ଇସ୍ରାଏଲ, ଆଉ ତାଙ୍କର ବନ୍ଧୁ ହେଲେ କିଏ? ପ୍ରାଇମ୍ ମିନିଷ୍ଟର ନରେନ୍ଦ୍ର ମୋଦି। ତେଣୁକରି ଆମେ ବି ଏଠି ଇସ୍ରାଏଲକି ସପୋର୍ଟ କରିବୁ। ସେ ଗୋଟେ ଛୋଟିଆ ଦେଶ, କେତେବେଳେ ଗାଜାକୁ ପେଲି ଦେଉଛି, କେତେବେଳେ ହାମାସକୁ ପେଲି ଦେଉଛି, କେତେବେଳେ କାହାକୁ କେଉଁ ଟାଇମ୍ରେ କେତେବେଳେ ପେଲି ଦେଉଛି, ତାର ଠିକ୍ ଠିକଣା ସେ ରଖୁନି। ଗୋଟେ ଛୋଟିଆ ଦେଶ, କିନ୍ତୁ 57 ମୁସଲିମ କଣ୍ଟ୍ରିଙ୍କ ଭିତରେ ରହୁଛି, ତାପରେ ବି ସେ ମୁସଲମାନ କଣ୍ଟ୍ରିମାନଙ୍କୁ ଆକ୍ରମଣ କରିପାରୁଛି। ତାହା ନ ହେଇଥିଲେ ଏଇ ଭୟଟା କେବେ ମୁସଲିମ କଣ୍ଟ୍ରିମାନଙ୍କୁ ରହିନଥାନ୍ତା। କିନ୍ତୁ ତା ବିରୁଦ୍ଧରେ କୌଣସି ମୁସଲିମ କଣ୍ଟ୍ରି ପାର୍ଟି ଖୋଲୁଛନ୍ତି କି? ଏବେ ଇରାନ ବିରୁଦ୍ଧରେ ଲଢ଼େଇ ଚାଲିଛି, କୌଣସି ଗୋଟେ ମୁସଲିମ କଣ୍ଟ୍ରି ଦେଖିବା ପାର୍ଟି ଖୋଲୁନାହାନ୍ତି। କ'ଣ ପାଇଁ? ଓ ଭାରତରେ ଯଦି କ'ଣ ହେଇଗଲା, ତାହେଲେ ସେଠି ଆସି ମୁସଲିମ କଣ୍ଟ୍ରିମାନେ ମୁହଁ ଖୋଲି ପାରିବେ ନାହିଁ କି? ଏମିତି ଆଉ ଚଳୁନି। ଇଏ ଭାରତ ଏବେ ନୂଆ ଭାରତ ହେଲାଣି। ପଦେ କହିବାକୁ ହେଲେ ଭାବିବାକୁ ପଡ଼ିବ। ଯିଏ ଭାରତ ବିରୋଧରେ କହିବ, ତା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାହିଁକିନା ଶାସନ ଗାଦିରେ ବସିଛି ମୋଦି, ଛାଡ଼ିବନି ଭାଇ ଏ କାହାକୁ, ଚୁନ କରି ହିସାବ ନେବ। ତେଣୁକରି ଭାରତ ବିରୋଧରେ କହିବା ପୂର୍ବରୁ ଥରେ ଚିନ୍ତାଧାରା କରିବା ଦରକାର। ଭାରତ ମାତା କି ଜୟ, ଏଇ ଗୁଣଗାନ ରହିବା ଦରକାର।